गणेशाय नमः। नारायणं नमस्कृत्यं नरं चैव नरोत्तमं देवी सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। भागवत महापुराण तृतीय स्कंद द्वादश अध्याय। मैत्रेय उवाच एबे विदुर कहूत ते जे ब्रह्मा काल अनुमते देव प्रभावे कला सृष्टि तेणु आमोह तार दृष्टि अंधतामस सृष्टि आगे विश्वविकार यथा लाभे सर्जिला आगे माया मोहे मते अज्ञानावृत देहे पाप बहुले सृष्टि एहि ता देखी ब्रह्मा विचारई एनुहे सृष्टि आदिभूत दृढ़े गोविंदे देई चित गोविंद पाद ज्ञान बळे संयुक्त भक्ति निश्चले विष्णुर अंशे चारि भात ब्रह्मार मन मधुजात सनक सनंद एबेनि कपिल सनातन घेनी ए चारि मुनि सृष्टि हेले ऊर्ध्वरे तासे बोलाइले स्वभावे ऊर्ध्वरे ताहन्ति विष्णु आनन जानती एहांकु चाहि वेदवर स्वभावे कहई मधुर तुम्भे चारि पुत्र मोर वेद प्रमाणे सृष्टि कर न जानी वासुदेव भिन्न सृष्टि रे न देले से मन आज्ञा बज्ञा कले जानी कोपे कंपिला कुश पाणी पुणी विधिरे चित्त धरी ध्याने सुमरिला मुरारी एके भ्रुकुटी ताकुटीर बदन दिशिला पिंगल भ्रुकुटी मधु पुत्र जात दिशई सुनील लोहित देवंक पूर्वे जात होई कांदई ब्रह्मा मुख जाई बोलई सुण देववर मोहर नाम आगे कर निगम स्थाने छाड़ मोते एमंते रहिबि निश्चिंते शुणी सानंद प्रजापति चिंतिला जेवा नाम स्थिति हे पुत्र रोदन न कर करिबि वचन तोहर रोदन कलु आगे जेणु तो नाम रुद्र हेउ तेणु एमंत कही तार आगे स्थान कल्पिला यथा भागे मन इंद्रिय देह व्यामे वायु अनल जल स्थाने महामंदिर चंद्रापप एमते एकादश रूप जे स्थाने जे रूप तोहर होई
ହୋଇବ ଶୁଣରେ କୁମର। ମନୁ ଉପରେ ମନୁ ନାମ ଇନ୍ଦ୍ରି ସମୂହେ ମନ ଧ୍ୟାନ। ଦେହ ଉପରେ ମୋହିନା ସେ ଆକାଶେ ମହାନୁ ପ୍ରକାଶେ। ପବନେ ଶିବ ରୂପେ ବସେ ଅନଳେ ଋତୁ ଧ୍ୱଜନାସେ। ଊର୍ଦ୍ଧ୍ୱରେ ତା ସକଳ ଯୋଗେ ଭବ ଶିବ ଭୂମି ଭାଗେ। ରବି ବିମାନେ କାଳ ଥିବ ଚନ୍ଦ୍ରେ ବସିବ ବାମଦେବ। ତପେ ବସିବ ଧ୍ରୁବ ବ୍ରତ ଏମତେ ଏକାଦଶ ମତ। ଏହାଙ୍କ ପତ୍ନୀ ନାମ ଯେତେ ଶୁଣ କହିବା ତୋ ଅଗ୍ରତେ। ଧିଧୁତି ଆଉ ରସଲୋମା ଅପରେ ଶୁଣ ଯେତେ ବାମା। ନିୟୁତି ସର୍ପାଇଲାମ୍ବିକା ଇରାବତୀ ଯେ ଶୋଧା ଦୀକ୍ଷା। ଏ କନ୍ୟା ରୁଦ୍ରାଣୀ ବୋଲାନ୍ତି ଏହାଙ୍କ ଏକାଦଶ ପତି। ସେ ବ୍ରହ୍ମା ରୁଦ୍ର ସୃଷ୍ଟି ଚାହିଁ ସଂଶୟ ମନେ ବିଚାରଇ। ଏ ସୃଷ୍ଟି ମହାୟ ଭୟଙ୍କର ଦେଖି କମ୍ପିଲା ଚିତ ମୋର। ଏବେ ତୁ ତପ ସାଧକର ସର୍ବଜୀବଙ୍କ ଦୁଃଖ ହର। ତପର ବଳେ ଏ ଜଗତେ ପ୍ରଜା ତୁ କର ପୂର୍ବମତେ। ତପେ ତୁ ବିଷ୍ଣୁକୁ ପାଇବୁ ଏ ଭାବେ ସର୍ବକାଳେ ଥିବୁ। ମୈତ୍ରେୟ ଉବାଚ ଶୁଣ ବିଦୁର ସାବଧାନେ। ସନ୍ତୋଷ ପିତାର ବଚନେ ଏମନ୍ତେ ବ୍ରହ୍ମା ଆଜ୍ଞା ପାଇ। ନୀଳଲୋହିତ ତୋଷ ହୋଇ ବ୍ରହ୍ମାର ଚରଣେ ନମିଲା। ତପ ସାଧନେ ବନେ ଗଲା ରୁଦ୍ରଙ୍କୁ ତପେ ଆଜ୍ଞା ଦେଇ। ସେ ବ୍ରହ୍ମା ଚିତେ ବିଚାରଇ ଏତ ଅସଂଖ୍ୟ ରୁଦ୍ରଗଣେ ନୁହନ୍ତି ସୃଷ୍ଟିର କାରଣେ। ତାହାଙ୍କୁ ଶିବ ଲୋକେ ଥୋଇ ପୁଣି ସଂଶୟେ ବିଚାରଇ। ଏବେ କି କରିବି ଉପାୟ ନପଣ କୋପେ ଦେବରାୟ। ଏମନ୍ତେ ବିଷ୍ଣୁ ପାଦ ଚିନ୍ତି ଧ୍ୟାନେ ବସିଲା ପ୍ରଜାପତି। ତାର ଶରୀରୁ 10 ସୂତ ତକ୍ଷଣେ ହୋଇଲେ ସମ୍ଭୂତ। ଲୋଭ ବର୍ଜନ ହେତୁ ଅର୍ଥେ ନମିଲେ ବ୍ରହ୍ମା ପାଦଗତେ। ମରିଚି ଅତି ରଙ୍ଗିରସ ପୌଲସ୍ତ୍ୟ ପୁଲହ ପ୍ରକାଶ। କ୍ରତୁ ବଶିଷ୍ଠ ଭୃଙ୍ଗୁଦକ୍ଷ ଦଶମେ ନାରଦ ପ୍ରତ୍ୟକ୍ଷ। ଶୁଣ ବିଦୁର କହୁଁ ଭଲେ ଯେ ଅଙ୍ଗୁଷେ ବାଉ ପୂଜିଲେ। ନାରଦ ପୂଜିଲେ କୋଳେ ଦକ୍ଷ ଦକ୍ଷିଣାଙ୍ଗୁଷ୍ଟି ମୂଳେ। ପ୍ରାଣୁ ବଶିଷ୍ଠ ମୁନି ଜାତ ଭୃଗୁତ କରୂପଗତ। ଅଙ୍ଗିରା ବଦନୁ ସମ୍ଭୂତ ପୌଲସ୍ତ୍ୟ କର୍ଣ୍ଣ ମୂଳ ଜାତ। କ୍ରତୁ ପୂଜେ ଭୃଜ ମୂଳେ ପୁଲହ ଏ ନାଭି ମଣ୍ଡଳେ।
ଅତ୍ରି ପୂଜେ ଚକ୍ଷୁ ଯୁଗେ ମରିଚି ମନରୁ ସଂଯୋଗେ ଦକ୍ଷିଣ ସ୍ତନୁ ବ୍ରହ୍ମା ଜାତ ଯେ ଧର୍ମ କରେ ଜଗତ ଅଧର୍ମ ପୃଷ୍ଠ ଦେଶୁ ହୁଏ ମୃତ୍ୟୁ ସଂଶୟ ତାର ଦେହେ କାମତା ହୃଦରୁ ସମ୍ଭୂତ ଭୁରୁମଣ୍ଡଳୁ କ୍ରୋଧ ଜାତ ଲୋଭ ହୋଇଲା ଓଷ୍ଠ ଦେଶେ ବଚନ ବଦନୁ ପ୍ରକାଶେ ମୃତ୍ୟୁ ଦେବତା ଗୃହ ଦେଶେ ଶପଥ ସିନ୍ଧୁ ନେତ୍ରେ ବସେ କନ୍ଦର୍ପ ଛାୟାରୁ ସମ୍ଭୂତି ତାହାର ପତ୍ନୀ ଦେବହୂତି ଏମନ୍ତେ ଅଶେଷ ଜଗତ ବ୍ରହ୍ମାର ମନୁ କଲେ ଜାତ ଯେ କନ୍ୟା ବଦନୁ ଜନ୍ମିଲା ବ୍ରହ୍ମାର ମନ ସେ ମୋହିଲା ଶୋକାମେ ବ୍ରହ୍ମା ତାଙ୍କୁ ହସ୍ତେ ଧଇଲେ ରତି ରଙ୍ଗେ ଅର୍ଥେ ଅଧର୍ମ ଦେଖି ବ୍ରହ୍ମା ଚିତେ ପୁତ୍ରେ ମିଳିଲେ ତା ବ୍ରତେ ମରିଚି ଆଦି ଯେତେ ଭାଇ କହନ୍ତି ପିତା ମୁଖ ଚାହିଁ ହେତା ତ ସ୍ଥିର କର ଚିତ ଏତ ତୁମ୍ଭର ବିପରୀତ ଯେ କର୍ମ ପୂର୍ବା ପରେ ନାହିଁ ଏବେ ସେ ସମ୍ଭବିବ କାହିଁ ଦୁହିତା ରମେ ପିତା ଏଣେ ଆମ୍ଭର ମନେ ଚିନ୍ତା ପୂର୍ବେ ଜାତି ଏଥି ଥିଲେ ସତ୍ୟ ସେ ଧର୍ମ ଆଚରିଲେ ସେ ନ କହନ୍ତି ଏଡ଼େ କର୍ମ ସ୍ୱଭାବେ ନୁହଁ ଇଏ ଧର୍ମ ଯେ କର୍ମ ଲୋକ କ୍ଷମା କରେ ଆନନ୍ଦେ ଆତ୍ମାକୁ ବିହରେ ଏଣୁ ସେ ବିଷ୍ଣୁ ସମାନର ଆମ୍ଭର ତାଙ୍କୁ ନମସ୍କାର ତୁ ଦେବ ଆତ୍ମାକୁ ସୁମର ଅଧର୍ମ ମନ କର ସ୍ଥିର ଏମନ୍ତେ ଶିରେ କର ଦେଇ ପାଦେ ମିଳିଲେ ସର୍ବଭାଇ ଭୋତାତ ଧର୍ମେ କର୍ମ କଥିତେ ଅଧର୍ମେ ନ ପୋଡ଼ୁ ଜଗତ ତୁ ଏଡ଼େ ପାପ ଆଚରିଲେ ସଂସାରେ କେବା ଥିବ ଭଲେ ଏମନ୍ତେ ପୁତ୍ରକୁ ଅନାଇ ବ୍ରହ୍ମା ରହିଲେ ଲଜ୍ଜା ପାଇ ତକ୍ଷଣେ ଛାଡ଼ି ତାର ହସ୍ତ ବିଷ୍ଣୁ ସୁମରେ ଦେବନାଥ ସେ କନ୍ୟା ମନେ ଲଜ୍ଜା କଲା ତକ୍ଷଣେ ଅଷ୍ଟ ଦିଗେ ଗଲା ଘୋର ଅନ୍ଧକାର ସୁରେଖା ନାମ ହୋଇଲା କୁଜ ଝଟିକା ଅଧର୍ମେ ଅନ୍ଧକାର ହୋଇ ସୂର୍ଯ୍ୟ ସମ୍ମୁଖେ ପ୍ରକାଶ ପୁଣି ଚଳଇ ଅଷ୍ଟ ଦିଶେ ସଂହାରି ସମ୍ଭବି ଆକାଶେ ମେଘର ପ୍ରାୟ ତାର ଦେହି ଶୁଣ ବିଦୁର ଏବେ କହି ବିଦ୍ରବାଚ ଚିନ୍ତା ଆଳୁକେ ପ୍ରଜାପତି ସୃଷ୍ଟି ସଂଗ୍ରହେ କଲାମତି ଶବଦ ବ୍ରହ୍ମ ପାରିମାଣେ ଧର୍ମ ଅଧର୍ମ ସେ ବଖାଣେ ଧ୍ୟାନେ କରନ୍ତେ ମନେ ଖେଦ ମୁଖୁ ଜନ୍ମିଲା ଚାରି ବେଦ ଦେଖି ବିଚାରେ ପଦ୍ମଯୋନି ମୁଁ ଏବେ ବ୍ରହ୍ମ ତତ୍ତ୍ୱ ଘେନି କହିବି ସତ୍ୟ ଅନୁସାରେ ଯେଣେ ବିଦିତ ଏ ସଂସାରେ
ଦେବ ବିଚାରି ନାନା ମତେ କର୍ମ କରିବେ ଏ ଜଗତେ। ଏ ଚାରି ଲୋକେ କର୍ମ ତତ୍ତ୍ୱ ଉପବେଦାନ୍ତ ତୁଲେ ମତ। ସ୍ୱଭାବେ ଚତୁର୍ଦଶ କର୍ମ আগত বৃত্তি যথা ধর্ম। যে যুগে প্রচরিত যেতে ব্রহ্ম বিচারি অন্তর্গতে। সে বিষ্ণু সবুকু ঈশ্বর অশেষ চিত্ত শক্তিধর। যে মুখে যে দেব সজিলা যহু সে ধর্ম প্রকাশিলা। সে কথা কহ মুনি মতে সংশয় নরহু মোচিতে। মৈত্রেୟ উবাচ শুণ হে বিধাতার লীলা। যে মুখে যে দব সজিলা সীম পথিম মুখু জাত। অথর্ব উত্তরু সম্ভূত দক্ষিণু যজু প্রকাশিলা। পূর্ব মুখুরু কবশিলা। বেদাদি শাস্ତ୍ର শ্ରୁତି ସ୍ରୋତ ଯଜ୍ଞାଦି କୃତ ଅଗ୍ନିହୋତ। ଦେବଙ୍କ ଅଙ୍ଗ ଆଦି ଯେତେ ପ୍ରତ୍ୟକ୍ଷ ଯଥା କର୍ମତନ୍ତ୍ରେ। ଆୟୁର୍ବେଦ ଯେ ଧନୁର୍ବେଦ ଗନ୍ଧର୍ବ ଜ୍ଞାନ ଶିକ୍ଷା ଭେଦ। ଦେବଙ୍କ ଅଙ୍ଗ ଆଦି ଯେତେ ଅସତ୍ୟ ଅଙ୍ଗାଦି ସಮೇତେ। ପୂର୍ବଭିମୁଖେ ଯେତେ କରି ପୁଣି ବିଧାତା ମନେ ସ୍ମରି। ପଶ୍ଚିମ ବେଦ ଇତିହାସେ ଚତୁର ମୁଖେ ସୁପ୍ରକାଶେ। ଷୋଡ଼ଶ ଛନ୍ଦେ ପୂର୍ବ ମୁଖେ ପଶ୍ଚିମ ଅଗ୍ନି ସ୍ୱତି ମୁଖେ। ଗାୟତ୍ରୀ ଆଦି ସପ୍ତ ଛନ୍ଦ ମନ୍ତ୍ର ଦେବତା ଅନୁବନ୍ଧ। ବୃଶ୍ଚିକ ଛନ୍ଦ ଲୋମଜାତ ଗାୟତ୍ରୀ ଚମୁ ପ୍ରାଦୁର୍ଭୂତ। ମାତା ସର୍ଜେ ପିତୃପଣ୍ଡ ଅନୁସୃଷ୍ଟ ଶିରେ ସମ୍ଭବ। ଜଗତ ଉର୍ଦ୍ଧ ରକ୍ତ ହୁଏ ଯଜ୍ଞ ଉଷ୍ଟିକ ଛନ୍ଦ ବହେ। ବୃହତି ଛନ୍ଦ ଦଶ ପ୍ରାଣ ସ୍ପରଶ ଜୀବନ କାରଣ। ଶୁକ ବ୍ରହ୍ମା ସଇରୁ ଜାତ ଶ୍ଳେଷଣ ଇନ୍ଦ୍ରିୟ ସମ୍ଭୂତ। ବଳ ଉଦିତ ଅନ୍ତର୍ଦେଶେ ଯେ ବଳେ ଶରୀର ପ୍ରକାଶେ। ବ୍ରହ୍ମା ଦେହରେ ସପ୍ତ ସ୍ୱର ଭକତି ଗୁଣେ ହେ ବିଦୁର। ଏ ସପ୍ତ ବ୍ରହ୍ମା ତା ଶରୀର ସ୍ୱଭାବେ ବକ୍ତାବନ୍ତ ତାର। ଏଣୁ ସଂସାର ବକ୍ତାମୟ ସେ ବ୍ରହ୍ମା ନାନା ଶକ୍ତି ବହେ। ଏ ସପ୍ତ ବ୍ରହ୍ମା ସର୍ବ କରି ଅପରେ ସୃଷ୍ଟି ମନେ ସ୍ମରି। ଯେ ଋଷି ପୂର୍ବେ ସୃଷ୍ଟି କଲା ତାଙ୍କ ଆଶ୍ରମ ନଦ ରହିଲା। ସ୍ୱଭାବେ ତେଜେବନ୍ତ ହୁଅନ୍ତି ପ୍ରକାଶ ଯୋଜନ କରନ୍ତି। ଏମନ୍ତେ ବିଚାରି ବିଧାତା ଅନେ ପାଇଲା ଗୁରୁ ଚିନ୍ତା। ତକ୍ଷଣେ ବ୍ରହ୍ମା ନିଜ ପିଣ୍ଡ ତପେ ହୋଇଲା ବେନି ଖଣ୍ଡ। ସେ ବେନି ଖଣ୍ଡ ବ୍ରହ୍ମା ଦେହେ ନାରୀ ପୁରୁଷ ବେନି ହୁଏ। ସେ ବେନି ଖଣ୍ଡ ଅନୁମାନୁ ଜନ୍ମିଲା ସ୍ନାୟ ଭୁବମନୁ। ସଂସାରେ ରାଜା ସେ ବୋଲାଇ ଶୁଣ ବିଦୁରେ ଏବେ କହି। ଉତ୍ତର ଖଣ୍ଡ ନାରୀ ଜନ୍ମ ହୋଇଲା ସତରୂପା ନାମ। ମନରୁ ପତ୍ନୀ ସେ ହୋଇଲା ମଥୁନେ ସୃଷ୍ଟି ଉପୁଜିଲା। ପଞ୍ଚବାଳକ ତାଙ୍କ ତହୁଁ ହୋଇଲେ ଶୁଣ ନାମ କହୁଁ।
ଉତାନ ପାଦ ପ୍ରିୟବ୍ରତ ଆଗେ ହୋଇଲେ ବେନି ସୁତ ଅପରେ ଜାତ ତିନି କନ୍ୟା ସୁନ୍ଦରୀ ସୁଲୋଚନା ବାମା ଆକୁତି ଦେବହୂତି ବେନି ପ୍ରସ୍ତୁତି ନାମେ କନ୍ୟା ତିନି ସେ ମୁନି କନ୍ୟା ଦାନ କଲା ଆକୁତି ରୁଚି ବିପ୍ରେ ଦେଲା ତୋହର ଗର୍ଭୁ ନାନା ମତେ ସନ୍ତତି ପୁରିଲା ଜଗତେ ଏମତେ ଭାଗବତ ବାଣୀ ମୈତ୍ରୀୟ ବିଦୁରେ ବଖାଣି ଶୁଣ ସୁଜନେ ଶୁଦ୍ଧ ଚିତେ ତୃତୀୟ ସ୍କନ୍ଧେ ଭାଗବତେ ମୈତ୍ରୀୟ ବିଦୁର ସମ୍ବାଦ ଶୁଣତେ ନ ଲାଗେ ପ୍ରମାଦ ଏଣେ ହରିକି କରଲଏ ବ୍ରାହ୍ମଣ ଜଗନ୍ନାଥ କହେ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସହିତୟା ବୈୟାସିକଂ ତୃତୀୟ ସ୍କନ୍ଧେ ବ୍ରହ୍ମା ସୃଷ୍ଟି ସର୍ଜନେ ନାମ ଦ୍ୱାଦଶ ସ୍କନ୍ଧ।